କହିଲେ କୁମୁଦ ବାନ୍ଧବ ବଂଶରେ ବିପ୍ର ଜନମ ମୋର ହରେ ବିପ୍ର ଜନମ ମୋର କୁଳବ କୁଳର ଓରାତି ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ କରିବେ ମହାଭାରତ କଥା। ଆଜ୍ଞା ଯାହା ହେଉ କେଶବର ତ ଖେଳ ଚାଲିଛି କୁରୁକ୍ଷେତ୍ରରେ ଛିଡ଼ା ହେଇଛି ବ୍ରାହ୍ମଣ ବେଶ ଧରି। ଆଜ୍ଞା ହସ୍ତିନାବାରୁଣା ଇନ୍ଦ୍ରପ୍ରସ୍ଥ ଯମପ୍ରସ୍ଥ ଜୟନ୍ତ ଇଏ ସବୁ ପଞ୍ଚକଟକ ଆ ଭିତରେ ସବୁ ମାଇଲି ପଥର ଦିଆହେଇଛି। ହଁ ସବୁଥିରେ ଆମ ଓଡ଼ିଶା ଆଉ ଛତିଶଗଡ଼ ସିନା ମାନୁନାହାନ୍ତି ଦିଆହେଇଛି ନା ସୀମା ପଥର ଅଛି ନା ନାଇଁ ମାଡ଼ି ଆସୁଛନ୍ତି ସିଏ ମାଡ଼ି ଆସୁଛନ୍ତି। ଆସନ୍ତୁ ମୋର କଣ ଗଲା ଛତିଶଗଡ଼ ବାଲା ନେଇଗଲେ ମାଡ଼ି ଆସିଲାଣି କିଏ ଗୋଟିଏ ବାଳକ ମାଡ଼ି ଆଇଲାଣି। ଆରେ ଆଜ୍ଞା ସେ ପଞ୍ଚ ଯୋଜନକୁ ଯେତେବେଳେ ଦୃଷ୍ଟି ଦେଲେ କୃଷ୍ଣ ଆଜ୍ଞା କହିଲେ ଆରେ ଏତେ ବଡ଼ କୁରୁକ୍ଷେତ୍ର ମଧ୍ୟାହ୍ନ ସମୟ ଏ ବାଳକ କିଏ? ତେଣୁ ତାର ପରିଚୟ ପାଇଁ ବ୍ରାହ୍ମଣ ବେଶ ଧରି କୃଷ୍ଣ ପହଞ୍ଚିଲେ ସେ ବାଳକ ପାଖରେ। ତା ମୁଣ୍ଡରେ ହାତ ମାରିଦେଲେ। ବାଳକ ଚମକି ପଡ଼ି ଗୋଟିଏ ନମସ୍କାର କଲା। ନମସ୍କାର 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 ଭଲ କିରି ହରି। ଆରେ ବଢିଆ ପିଲାଟିଏ ପିଲା ହଁ ଏ ତ ଉଚ୍ଚା ପିଲାଟେ ମୁଁ ଛୋଟ ପିଲାଟେ ଖୋଜୁଥିଲି କେତେ ବଡ ଦେଖନି ଡେଙ୍ଗା ପିଲା ଇଏ ଡେଙ୍ଗା ପିଲା ଏକାଥରେ ଫୋପାଡ଼ି ଦବ ଚାଲ। କେତେବେଳେ ଏତେ ବଡ ପ୍ରଶସ୍ତ ସ୍ଥାନରେ ଏକଲା ମଧ୍ୟାହ୍ନ ସମୟ ପ୍ରଚଣ୍ଡ ଖରା ତାପ। ଆରେ ବାବୁ ମୁଁ ଯାଇଥିଲି ବ୍ରାହ୍ମଣିଆ ଲୋକ ସେଇ ଗାଁକୁ ପିଣ୍ଡ ପକେଇବା ପାଇଁ। ମୁଁ ଏଇ ବାଟ ଦେଇକି ଆସିଲି ଦେଖିଲି ଏତେ ବଡ ପ୍ରଶସ୍ତ ସ୍ଥାନରେ ଜଣେ ବାଳକ ଛିଡା ହେଇଛି। ଆମର ସନ୍ଦେହ ହେଲା ଆଉ ମୁଁ କହିଲି ଆଉ ସେ ବାଟ କାଟି ଯିବା କଣ ଏଇ ବାଟେ ଟିକେ ଚାଲିଯିବା। ମୁଁ ପଚାରୁଛି ବାପା ତୁ ଏତେ ବଡ ପବିତ୍ର ସ୍ଥାନରେ ଏକଲା ଆଉ କେହି ନାହାନ୍ତି ତୁ କିଏ ପଚାରିଲେ? କହିଲା ମୁଁ କିଏ ନମସ୍କାର କିଏ ହେଲେ ନମସ୍କାର ଆଚ୍ଛା ହଁ ମୁଁ ବ୍ରାହ୍ମଣିଆ ଲୋକ ଆଉ ତୁମ ନାଁଟା କୁହନି ତୁମେ କାହା ପୁଅ ଟିକେ ପରିଚୟ ଦିଅନି ବାପା। ମୋ ପରିଚୟ ନବ ନଉନା ପରିଚୟ ନେଲେ ବାବା କହିଲେ କୁମୁଦ ବାନ୍ଧବ ବଂଶରେ ବିପ୍ର ଜନମ ମୋର ହରେ ବିପ୍ର ଜନମ ମୋର କୁଳବ କୁଳର ଓରାତି ମୁଁ କୁମୁଦ ବାନ୍ଧବ ବଂଶରେ ଜନ୍ମ ହେଇଛି। କହିଲେ କୁମୁଦ କୁମୁଦ ଅର୍ଥ କଇଁ କଇଁର ବାନ୍ଧବ ହେଲେ ଚନ୍ଦ୍ର। କହିଲେ ମୁଁ ଚନ୍ଦ୍ର ବଂଶରେ ଜନ୍ମ ହେଇଛି। କହିଲେ ତୋ ବଂଶ ଏବେ ଜାଣିଲି ତୁ ଜଣେ ଚନ୍ଦ୍ର ବଂଶୀୟ କ୍ଷତ୍ରିୟ ପିଲା। ଆଚ୍ଛା ହେଲା ଆଉ ତୋ ବାପା କିଏ? କହିଲା କୌରବ କୁଳର ଓରାତି। ସମୂହ କୌରବଙ୍କର ଓରାତି ବୋଇଲେ ଶତ୍ରୁ ଯିଏ ସେଇ ମୋ ବାପା। କହିଲା ଆରେ କୌରବ କୁଳର ଓରାତି ସମୂହ ଶହ ଶହ କୌରବଙ୍କର ଶତ୍ରୁ କିଏ? ସନ୍ଦେହ ହେଲା ବ୍ରାହ୍ମଣର। କହିଲା ଆଚ୍ଛା ଆଉ ଦେଖିବା ତୋ ନାଁଟା ଜଣା ପଡିଯିବ। କହିଲା ମୋ ନାଁଟା ଜାଣିବାକୁ ହେଲେ ବହୁତ ସମୟ ଦରକାର। କଥାଟା ଶୁଣ ଏ ଦୁର୍ଯ୍ୟୋଧନ ଯେଉଁ ଦିନ ଭୀମକୁ ବିଷ ଦେଇଥିଲା ଜ୍ଞାନ ଶୂନ୍ୟ ହୋଇଥିଲେ ଭୀଷ୍ମ ଏ ଭୀମ ତାଙ୍କୁ ଫିଙ୍ଗି ଦେଇଥିଲା ନଦୀ ଗର୍ଭରେ। ସେ ଭାସି 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 ଚାଲିଛି। ଏଇ ସମୟରେ ଗୋଟିଏ ରାଜକୁମାରୀ ତାକୁ ଦେଖିଲା। କହିଲେ ଆରେ ଇଏ କଣ? ସଖୀ ସମୂହରେ ରାଜବାଳା ଦେଲା ଚାହିଁ ଦୀର୍ଘ କଳେବର ଗୋଟା କଳାବର୍ଣ୍ଣ ପୁରୁଷ ଆ ଯମୁନା ଜଳେ ଭାସୁ। କହିଲେ ଆରେ ପାଣିରେ ଗୋଟା ଏତେ ବଡ ମୋଟା ଲୋକଟା କିଏ ଭାସୁଛି? ଯାହା କୂଳରେ ଲଗେଇଲେ ଆଜ୍ଞା ଦେଖିଲେ ଲୋକଟା ସମ୍ପୂର୍ଣ୍ଣ ମରିନି ଆର ଜୀବନ ଅଛି। ଆଜ୍ଞା ଡକ୍ଟରଙ୍କୁ ପଚାରୁନାହାନ୍ତି ଯିଏ ବିଷ ଖାଏ ତାକୁ ବିଷାକ୍ତ ଇଞ୍ଜେକ୍ସନ ଦେବେନି? ବିଷକୁ ବିଷ କାଟେ ନା। ନଳ ରାଜାଙ୍କ ପାଖକୁ ଚାଲୁନା ମୁଁ ପ୍ରମାଣ ଦେବି। ନଳ ରାଜାଙ୍କ ଠାରେ ଯୋଉ ବିଷ ଥିଲା
କଳି ଦ୍ୱାପର ସେ ହଠାତ୍ ଦେଖିଲେ ଗୋଟେ ଅଗ୍ନିରେ ଗୋଟେ ସର୍ପ ଜଳି ଯାଉଛି ତାଙ୍କୁ ତ ଅଗ୍ନି ସ୍ପର୍ଶ କରିବନି ନଳଙ୍କୁ ଯେତେବେଳେ ତୋଳି ଆଣିଲେ ସେଇ ସର୍ପ ତାଙ୍କୁ ଦଂଶିଲା ନଳ ପଚାରିଲେ ଆରେ ଖଳ ମୁଁ ତତେ ଉଦ୍ଧାର କରି ତୁ ମତେ ଦଂଶିଲୁ କହିଲା ଆଜ୍ଞା ମୋ ଦଂଶିବାଟା ଯଥା ଭାତୃ ବିଚ୍ଛେଦ ହେଇଯାଇଛି ପତ୍ନୀ ବିଚ୍ଛେଦ ହେଇଯାଇଛି କଣ ଜୀବନରେ ଦୁଃଖ କିଏ ଦେଇଛି ଆପଣଙ୍କ ଦେହରେ ପ୍ରବଳ ବିଷ ବିଭ୍ରମ କରୁଛି ମୁଁ ଏମିତି ଆଦର୍ଶ ମୁଁ ହେଉଛି ସ୍ୱୟଂ ଧର୍ମ ଏଠି ଦଂଶନ କରିବା ଅର୍ଥ ଆପଣଙ୍କର ଦେହରେ ଯୋଉ ପ୍ରବଳ କଳି ଦ୍ୱାପର ସେ ଛାଡ଼ିକି ଯିବେ ନା ଯିବେ ସବୁ ବିଷ କାଟେ ତେଣୁ ଆଜ୍ଞା ଦେଖନ୍ତୁ ବିଷକୁ ବିଷ କାଟିଲା ନା କାଟିଲାନି ସେଇ ପୁଷ୍କର ଭାଇ ହେଲା ସେଇ ଦମୟନ୍ତୀ ବି ସ୍ତ୍ରୀ ହେଲା ସେଇ ନିଷେଧ ବି ରାଜ୍ୟ ମିଳିଲା ପ୍ରଜା ମିଳିଲେ ସବୁ ମିଳିଲେ ସେଇଭଳି ଆଉ ଏ ରାଜକୁମାରୀ କହିଲା ଆରେ ବିଷକୁ ବିଷ କାଟେ ମୁଁ ତ ଗୋଟାଏ ବିଷ କନ୍ୟା ଆଠାରୁ ବିଷ ହରଣ କରି ଆଣିବି ଯେତେବେଳେ ବିଷ ହରଣ କଲା ଭୀମ ଚେତା ପାଇଲେ ପଚାରିଲେ ତୁମେ କିଏ ପରିଚୟ ତେଣେ ଯୁବା ଶୁଭ୍ରକର ସ୍ୱର୍ଣ୍ଣ ଅଙ୍ଗୁରୀୟ ସୁନ୍ଦରୀ ନେତ୍ର ଆଜ୍ଞା ହାତ ଦେଖେଇଦେଲେ ଭୀମ ଆଙ୍ଗୁଳିରେ ଗୋଟେ ମୁଦି ଥିଲା ସେ ମୁଦିର ତାର ପରିଚୟ ହଉଛି ଆଜ୍ଞା ଦ୍ୱିତୀୟ ପାଣ୍ଡବ ଭୀମସେନ ବୋଲି ଲେଖା ଥିଲା ମୁଦ୍ରିକାରେ ରାଜକୁମାରୀ ପଢିଲା ଆଙ୍କ ହାତର ମୁଦି ପରିଚୟ ଦଉଛନ୍ତି ଏ ହଉଛନ୍ତି ଦ୍ୱିତୀୟ ପାଣ୍ଡବ ଭୀମସେନ ଆଉ ଡେରି କଲା କି ଅଭିମନ୍ୟୁ କହିଲେ ସମୟ ନାହିଁ ସମାନ ବୁଦ୍ଧି ଏ ବୟସ समय नहीं अभिमन्यु कहले अभिमन्यु सामंत सिंहार कहले देखुना ये अपरिचय दुई जन आगुरी किसी नथिला किंतु आपण देखंतु समय नहीं आज्ञा समान बुद्धि बय आ शोभा आ गुण ए चारिटा जदि झील प्रति पुअर समान हो गला बा कर दियो किसी असुविधा उभय को संयोग कर दियंतु आपण झीलटे बा करेंगे बहुत देखिए जे कि चारिटा ऊपर दृष्टि दियंतु झीलटे देवे पुअटी समान कौन ना बुद्धि बय आ शोभा गुण सब मिलगला नहीं आ संयोग कले उभयंकर दाम्पत्य जीवन सुख प्रणयर चंद्रमा सृष्टि हम ना हम दाम्पत्य जीवन दुख रही यही चार्टा जदि सामान हो गला ताहले ये कन्या सहित भीमर समान बाहा करदे गलारू गजमती हार उतारे गलारू गजमती हार उतारे गांधर्व मतरे वर्ण कला ये कन्या आउ गोटाए कथा फकीर मोहन कहना बेक नंबर 7 घर जुआ रखाए किसी भावे 20 नंबर ये 6 माने 8 गुंटू खंडे बही ना ना फकीर मोहन सेनापति से बागे ना सब गुड़ाक प्रमाण करने को गले घंटाटे 20 नंबर बोका पर्यंत बेक नंबर 20 कौन कह जार भारी जा जोड़ी कौटी रखी तेणु ये भीम को रखीदे 7 नंबर कहले कि तुम्हें तो गोटे भल घर पुओ जदि तुम्हें फेरी जाऊना तुम घर को कौन ये ससुर घरे रही आडा माइल
ତେଣୁ ତୁମେ ମୋ ଭାଷାରେ 7 ନମ୍ବର ବୋକା ହେଲଣି। ଶୀଘ୍ର ଯା ଘର ଜଣେ ରହିଲଣି କଣ? এই সময় ଯୁଧିଷ୍ଠିଙ୍କର ସ୍ମରଣ ହେଇଗଲା। ସେତେବେଳେ ଆଧ୍ୟାତ୍ମିକ ଫୋନ ନଥିଲା କି ଆଜ୍ଞା, ଯିଏ ଯାହାକୁ ସ୍ମରଣ କରୁଥିଲା ସେ ଜାଣିପାରୁଥିଲା। ତେଣୁ ଭୀମକୁ ଯେତେବେଳେ ଆଧ୍ୟାତ୍ମିକ ଭାବନାରେ ଡାକିଦେଲେ ଯୁଧିଷ୍ଠିର, ଭାତୃବଳାଙ୍ଗି ଚ ନାନ୍ୟ ବଳ, ପାତାଳ ପୁରରେ କମ୍ପିଲା ଭୀମ ଆସନ। ଆସନ ଯେତେବେଳେ କମ୍ପିଛି, ଏଇ ସମୟରେ ନିଜ ସ୍ତ୍ରୀ ପାଖରୁ ସେ ବିଦାୟ ନବ। ଭାଇ ଡାକିଲେଣି, ଶୁଣରେ ରାମା ରତନ ଯଦି ଜନ୍ମ ଆଜି ତବ ନାମ ପ୍ରାନ୍ତେ ତୁମେ ମିଶାଇ ନାମ ভাগ্যবান প্রিয়া পাশু বিদায় ঘেলে প্রিয়া পাশু বিদায় ঘেলে আজ্ঞা হস্তিনাকু যাত্রা কলে বীর পাবনী ସମୟ ନାହିଁ। ଏକ ଗଣ୍ଡରେ କର ଭରି ଦେଲେ ଭୀମ କହିଲେ, ଆରେ ବେଲାବାଳି, ମୁଁ ତୁମକୁ ବିବାହ କଲି ଏବଂ ସୋମବଂଶର ବିନ୍ଦୁ ଦେଇଗଲି। ଯଦି ଆଗକୁ ଗୋଟିଏ ପୁଅ ହୁଏ, ମୁଁ ତ ରହିପାରୁନି, ତାହେଲେ ଶୁଣରେ ରାମା ରତନ ଯଦି ଜନ୍ମ ହୋଇବ ଗୋଟିଏ ନନ୍ଦନ, ଆଦ୍ୟରେ ତମ ନାମ, ମୋ ପ୍ରାନ୍ତରେ ମୋ ନାମ ରଖିବ। ତେଣୁ ଗୋସାଇଁ ମାନେ ଯୋଉ ନନାଟି ପଚାରୁଥିଲେ, ସେ ପୁଅ କହିଲା ମୋ ନାଁଟା ପଚାରୁଥିଲ ଟି, ଏବେ ନିଅ ଆଦ୍ୟ ନା ଶେଷରେ ମୋ ବାପା ନା। କହିଲେ କ'ଣ? କହିଲେ ଆଦ୍ୟରେ ଅଛି, ପ୍ରାନ୍ତରେ ମୋ ବାପା ନା, ମିଶାଇ ନାମକରଣ। ମୋ ମା ନା ବେଲାବାଳି, ବାପା ନା ଭୀମସେନ। ତେଣୁ ମୋ ନାମ ହେଲା ବେଲାଳସେନ। ବଢିଆ ନାଁଟେ ପାଇଛି ବେଲାଳ, ତୋ ନାଁ ତ ପାଇଲି, ତୋର ଜାତି ଗୋତ୍ର ଭଲ ମନ୍ଦ ସବୁ ବୁଝିନେଲି। ଆଚ୍ଛା, ଏଠି କାହିଁ ବସିଛୁ? ଏଠି ବସିଛି ନା ଘଷୁଛି? ମାନେ ଦେଖୁଛ ବା ହାତରେ କ'ଣ ଅଛି? ଘଷୁଛୁ? ମୁଁ କହିଲି ବସିଛି, ଇଏ କ'ଣ ଘଷୁଛି? କ'ଣ ଘଷୁଛି ରେ? ଘଷୁଛି। କହିଲା ଏକଗ୍ନି ଶକ୍ତି ମତେ ଦେବଦେବ ମହାଦେବ ଦେଇଛନ୍ତି। ବାସ୍, ମୁଁ କୁରୁକ୍ଷେତ୍ରକୁ ନିମନ୍ତ୍ରଣ ନେଇ ଆସିଛି, ବାପାଙ୍କୁ ସାହାଯ୍ୟ ହେବି, ପାଣ୍ଡବଙ୍କୁ। ଯେତେବେଳେ ଦେଖିଲି ଏ ପବିତ୍ର କୁରୁକ୍ଷେତ୍ରରେ ଗୋଟେ ଲେଖା ଯାଇଛି, 18 ଦିନ ମହାସଂଗ୍ରାମ ନିର୍ଦ୍ଦେଶଦାତା ଦ୍ୱାରକାପତି କୃଷ୍ଣ। ଆଉ ମୋ ଗୋଡ଼ଟା କ'ଣ ଆଗକୁ ଗଲା କି ନା? ମୁଁ କହିଲି ଆରେ ଇଏ କି, ଯାହାର ନିର୍ଦ୍ଦେଶରେ 18 ଦିନ ଯୁଦ୍ଧ, ସେ କିଏ? ଫେର ମନରେ ପଡ଼ିଲା, ମୁଁ ଆସିଲା ବେଳେ ମୋ ମା କହିଥିଲା, ରେ ବେଲାଳ, ଯଦି ପବିତ୍ର କୁରୁକ୍ଷେତ୍ରକୁ ଯାଉଛୁ ମୋ ଧନ, କଥା ମାନିବୁ। ଏମିତି ତା ଭିତରେ କୂଟନୀତି ଖେଳୁଛି ବାପା, କୌଣସି କୂଟନୀତିରେ ଯେମିତି ନ କରୁ। ବହୁ କୂଟନୀତି ତା ଭିତରେ ଅଛି। ଧର୍ମନୀତିରେ କୂଟନୀତି ଅଛି ନା ନାହିଁ? ମହାଭାରତଟା ସମ୍ପୂର୍ଣ୍ଣ କୂଟନୀତି। ତେଣୁ ବିଚାର କର ସେଇଟା। ତାକୁ ଟିକେ ଯିବା ବେଳେ ହୁସିଆର। ତେଣୁ ସ୍ମରଣ କରିଥିଲି ଯେ ସମ୍ମୁଖରେ ଦେଖିଲି ସେଇ ନିର୍ଦ୍ଦେଶ ଦାତା କୃଷ୍ଣ। ମୁଁ ଭାବିଲି ମୋ ମା ଯାହା କହିଥିଲା ଠିକ। ଆଚ୍ଛା, ମୁଁ 18 ଦିନ ଯାଇକି ଯୁଦ୍ଧ କରିବି, ମନେ ମନେ ଭାବିଲି ଆଜି ଯୁଦ୍ଧଟା ଶେଷ କରିଦେବି, କାଲି ତ ଯୁଦ୍ଧ ଆରମ୍ଭ ହବ। ଇଏ ଦ୍ୱାରକାପତି କୃଷ୍ଣ ଆଜି ଜାଣିବ, ଆଜି ମୁଁ ଶେଷ କରିବି ମହାଭାରତ ଯୁଦ୍ଧ। କହିଲେ କ'ଣ କେମିତି କରିବୁ କିରେ? କହିଲା ଏକଗ୍ନି ଶକ୍ତିର ଏକ ପାର୍ଶ୍ୱରେ ଧାର, ଉଭୟ ପାର୍ଶ୍ୱକୁ ଯେତେବେଳେ ଧାର ଦେବି,
मते शिव कहते बेनी पार्श्व कले धार अरे सुण रे कलक ध्वंस करिब सरक जदि मु प्रेरण करी शिव नाम गोटाए ओड़ी सृष्टि ध्वंस हो पुणी बिनी पार्श्व धार करके जदि सर छाड़े आखि पिछड़ा के सृष्टि ध्वंस रुह रुह अच्छा अच्छा किले लोस्ट्र फिंगिले कि सानु मान भाजी बाजे कि कहले ब्राह्मण कहले अरे बालक टोका बुद्धि टोके जेउटी इच्छा मृत्यु भीष्म शहे सिंहर बल नहीं आसब द्रोण महाभारत मरल कर्ण सेनापति तू ये कलंकी लगा सर खंडे देखु मु ब्राह्मणिया लोक बोली मते धमकौ फिंगिले कि मान भाजी खर्ब हो खाली जन निंदा खाली जन निंदा आज्ञा अनंत भारत बुझे बालक जो युद्धर आदि अंत नहीं ता ना है अनंत महाभारत युद्ध हूँ अनंत भारत तू ये टेका फपाड़ी की पर्वत भांगी किए भांगिलानी लोस्ट्र फिंगिले कि सानुमान भांगी टेका फपाड़े कौन पर्वत भांगिलानी अरे तू बकटे पिला हाथ बढ़ाऊ स्वर्ग को हाथ पाइब जदि भावुछु एटा जन निंदा सार लोक निंदा मु कहीं कहली ना अनंत भारत युद्धरे पूरा कलकी लगा स्वर मत हस मारुति रे बालक पिलाटा टिके रागिगला बोला मामा मन रख तुम्हें ब्राह्मण परिचय पाऊँ मु हूँ क्षत्रिय तुम धर्म कर प्रसारी आशीर्वाद कर मु क्षत्रिय छुआ सुर काटि विनिमय जदि मो सहित विरोध हो शिरा प्रशिरा क्षत्रिय रक्त जदि फुटी उठे सम्मान रही ब्राह्मण तुम्हें कृषक धरिकी कौटी पानी सिंचन कर पैसा तुम्हें क्षत्रिय अस्त्रोच्चारण कौन जानिच तुम्हें सावधान आगे को गले ब्राह्मण सम्मान रही कृष्ण टिके थरिले कहले अरे ये कौन ये पिला कौन एमती धमक देला कहला हो बापा ब्राह्मणिया लोक कौन कौन कहीदेली आ तू रागे ना गोटाए कथा जदि तो शिव बर ठीक तो सर ठीक मो ब्राह्मणिया लोक मत टे परीक्षा दौनु कहला सेटा कहलनि आगर मु प्रस्तुत अच्छी कहला परीक्षा एति ए चंदन सिंदूर मो मुंडरू नहीं कि तो सर आखि पिछड़ा के जदि कौरव पांडव को अलगा कर दिए पांडव मुंडरे दब चंदन कौरव मुंडरे दब सिंदूर आखि खोलि देखी जदि 18 खेउणी की वीर टीका पिंधई पारे ताहले मु जानिबे ना तुम्हें जने वीर एवं सर ना कौन बाबा आ देरी करिया कि ये विप्रवाक्य चंडीपति नाम विप्रवाक्य चंड मुक्ति धरला बेला क्षत्रिय छुआ रागिगला शिव को स्मरण कर काढ़ला एक अग्नि शक्ति
କହିଲା ଏଇ ଦେଖ ନା ସ୍ଥିର ହେଇକି ଛିଡ଼ା ହୁଅ ତୁମ ମୁଣ୍ଡରୁ ଚନ୍ଦନ ସିନ୍ଦୁର ନେଇକି ଯାଉଛି। ଆଜ୍ଞା ଚାନ୍ଦେ କହିଲେ ଶୀଘ୍ର ମୁଣ୍ଡୁ ସଂକେତ ନେଇକି ଚାନ୍ଦେ ଶୀଘ୍ର କାର୍ଯ୍ୟ ସମାପ୍ତ କଲା ସରାସନ। ବ୍ରାହ୍ମଣ ଚାହିଁଲା ବେଳକୁ ସରଟା ତୀବ୍ର ଗତିରେ ଆସୁଛି। ନା ଗୋସାଇଁ ଖାଲି ଏପଟ ସେପଟ ଆଜ୍ଞା ସରଟା ଆସିଲା ବେଳେ କଣ ହେଲା ଜାଣିଛ? ଆଜ୍ଞା ବେଲାଳ ମୁଣ୍ଡରେ ଟିକେ ଚନ୍ଦନ ଦବନି ନା, କାରଣ ପାଣ୍ଡବଙ୍କୁ ସମର୍ଥନ କରିଛି। ତାପରେ ଚନ୍ଦନ ପିନ୍ଧିଲା ପରେ ବେଲାଳ ଯେତେବେଳେ ଚାହିଁଦେଲା ନନା ନାହାନ୍ତି, କହିଲେ ଆରେ ବର୍ତ୍ତମାନ ଥିଲେ କୁଆଡ଼େ ଗଲେ? କିନ୍ତୁ ସରକା ତୀବ୍ର ଗତିରେ ଆସିକି ଚନ୍ଦନ ନାଇଲା ପରେ କନିଷ୍ଠ ଅଙ୍ଗୁଳିରେ ବିଦ୍ଧ ହେଇଗଲା। ବେଲାଳ ସେନ କାଣି ଆଙ୍ଗୁଠିରେ ସର ଫୁଟିଛି। ଆଜ୍ଞା ବେଲାଳ ସେନ ଭାବୁଛି ମୁଁ ବକେଟେ ବାଳକ, ମୋରି ସରଟା ମୋରି ଆଙ୍ଗୁଳିରେ ବିଦ୍ଧ ହେଲା କ'ଣ? ପ୍ରଭୁ ଭୁଲ କଲେ କି? ଶିବ ମତେ ଠକିଦେଲେ କି? ମୁଁ କିଛି ସମୟ ଚିନ୍ତା କଲି ଏ ନନା ଗଲେ କୁଆଡ଼େ? ଏଠି ବା ମୋ ଆଗରେ ପଇତା ପିନ୍ଧିକି ତିଳକ ନାଇ ଛିଡ଼ା ହେଇଥିଲେ, ଗଲେ କୁଆଡ଼େ? ଆଜ୍ଞା ଚତୁର୍ପାର୍ଶ୍ୱ ବୁଲିକି ବେଲାଳ ଦେଖିଛି କେହି ନାହାନ୍ତି। ସରଟା ଫୁଟିଛି ନା ହେଲା। ଓହୋ ଆରେ ମୋ ମା କଥା ଏଇଠି ବୁଝିପାରିଲି। ମୋ ମା ଯାହା କହିଥିଲା ଠିକ। ଏ ସମ୍ପୂର୍ଣ୍ଣ 18 ଦିନ ଯୁଦ୍ଧର ନିର୍ଦ୍ଦେଶ ଦାତା ହଉଛି ଏଇ ବ୍ରାହ୍ମଣ। ଇଏ ହଉଛି ମାୟାବୀ, କେତେବେଳେ ରୂପରେ ଅଛି କେତେବେଳେ ଅରୂପରେ ଅଛି। ମୋ ଭିତରେ କାହିଁ ପଶିଛୁ? ମୋ ସ୍ୱର ଫୁଟିବା ଅର୍ଥ ତୁ ମୋ ଦେହରେ ଅଛୁ, ତୁ ଉପସ୍ଥିତ ମୋ ଆଗକୁ ଆ। କାହିଁକି ନା ତୋ ବାକ୍ୟ ତୁ ରକ୍ଷା କର କେଶବ। ତୁ ପାଣ୍ଡବଙ୍କୁ ସମର୍ଥନ କରିଛୁ। ସ୍ୱର ବୀର ଟୀକା ପିନ୍ଧେଇବ ନା ପିନ୍ଧେଇବୁନି? ଚନ୍ଦନ ପିନ୍ଧେଇବୁ ନା ପିନ୍ଧେଇବୁନି? କହ। କଥା ଦେଇଛୁ ପାଣ୍ଡବଙ୍କୁ, ପାଣ୍ଡବଙ୍କର ସପୋର୍ଟରେ ଅଛୁ। ମୁଁ ତତେ ବୀର ଟୀକା ପିନ୍ଧେଇବି। ବାହାର ଶୀଘ୍ର 3ଟା ଡାକ ମାରିବି କେଶବ। ମୁଁ କ୍ଷତ୍ରିୟ ଛୁଆ, 3 ଡାକରେ ଯଦି ଉପସ୍ଥିତି ନ ହୁଅ କୃଷ୍ଣ ନାମ ମୁଁ ଲୋପ କରିଦେବି। ଆମର ସତ୍ୟ ସତ୍ୟ ସତ୍ୟ। ବାହାର ଶୀଘ୍ର, ତୋ ବାକ୍ୟ ତୁ ରକ୍ଷା କର। ମନ୍ତ୍ରୀ ତ ଅସ୍ତ୍ର ଛାଡ଼ିବନି। ଠାକୁର ଯିବେ କୁଆଡ଼େ? କଥା ଦେଇଛନ୍ତି ବୀର ଟୀକା ପିନ୍ଧିବେ ନା ପିନ୍ଧିବେନି? ତେଣୁ ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ଉଭା ହେଲେ ନାରାୟଣ। ହାତ ଯୋଡ଼ି କହି ବେଲାଳ ସେନରେ ଧୀରେ କରିଲା ପ୍ରଣାମ। ନମସ୍କାର କଲା ପ୍ରଭୁ। ମୁଁ ଆଜି ପବିତ୍ର ଧର୍ମକ୍ଷେତ୍ର ଏ କୁରୁକ୍ଷେତ୍ରରେ ମୁଁ ଆପଣଙ୍କୁ ଦର୍ଶନ ପାଇଛି। ଛୋଟ ଛୁଆଟିଏ ମୁଁ, ମାୟା ଧର ମୋ ସାଙ୍ଗରେ କାହିଁକି ମାୟା? କ'ଣ ମୁଁ ଭୁଲ କରୁଛି? କହିଲା ଆରେ ବାବା ବଢ଼ିଆ ପିଲା, ମୁଁ ତ ହାରିଗଲି, ତୁ ଜିତିଗଲୁ। ଜିତିଲାନି, ମୁଁ ହାରିଲି ନା। ମୁଁ ତତେ ମୃତ୍ୟୁଞ୍ଜୟ ମନ୍ତ୍ର ଦେବି, ତୁ ସ୍ୱର୍ଗରେ ଇନ୍ଦ୍ର ପଦ ଦେବି, ଅମର ପଦ ଦେବି, ଅମର ବର ବି ଦେବି। କ'ଣ ମାଗିଛୁ ଧର୍ମକ୍ଷେତ୍ରରେ? ମାଗ, ଯାହା ମାଗିବୁ। ସ୍ୱର୍ଗରେ ଇନ୍ଦ୍ର ପଦ ଦେଇପାରେ, ଆଉ ମୃତ୍ୟୁଞ୍ଜୟ ପଦ ବି ଦେଇପାରେ। ମାଗ। 3 ଥର କୃଷ୍ଣ ଯେତେବେଳେ କହିଲେ ଦେବୀ ଦେବୀ ଦେବୀ, ବେଲାଳ ସେନ ଟିକେ ହସିଲା। କହିଲା ପ୍ରଭୁ ମୁଁ ପୁରା ଭୀମ ଛୁଆ କି? ମୁଁ ପୁରା କ୍ଷତ୍ରିୟ ଛୁଆ। ମୋ ସମ୍ମୁଖେ ତୁ ପରାଜୟ ହୋଇଲୁ। ମୋ ସମ୍ମୁଖରେ ପରାଜୟ। ଏ ଜୟୀ ବର ନେଲେ ନିଜେ অকুণ্ঠিতে দান দেবী সম্মুখে পরাজয় হইল কেশব। ମୁଁ ବିଜୟୀ, ତୁମେ ପରାଜୟ। ନିଜେ ମୁହଁରେ କହୁଛ। କ୍ଷତ୍ରିୟ ଧର୍ମରେ
ପରାଜୟ ପାଖରୁ ବିଜୟୀ ବର ନିଏ କୋଉ ଧର୍ମରେ ଅଛି? ତୁମେ ବା ଦୁର୍ବଳ ମୁଁ ବା ସବଳ ମୁଁ ବିଜୟୀ ତୁମେ ପରାଜୟୀ ଦୁର୍ବଳ ପାଖରୁ ସବଳ କେବେ ବର ନିଏ ଧର୍ମ କହୁଛି ଏ କୁରୁକ୍ଷେତ୍ରରେ ଯଦି ବାଞ୍ଛା ଅଛି ବର ମୁଁ ସବଳ ତୁମେ ଦୁର୍ବଳ ଅକୁଣ୍ଠିତ ଜ୍ଞାନ ଦେବି ମାରି ଚକ୍ରଧର ମୁଁ ତତେ ବର ଦେବି ଏ ଧର୍ମ କ୍ଷେତ୍ର କହୁଛି କି ନିଷ୍ଠାଏ ପୁଅର ବା ଆରେ ହେ କ୍ଷତ୍ରିୟ ପିଲା ମୁଁ କ୍ଷତ୍ରିୟ ଛୁଆ ନିଶାପ ଦଉଛି ଟିକେ ନିଶାପରୁ ବକ୍ର ହେବିନି ଠିକ 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 ୟାକୁ ଯଦି ମୋର ପରମ୍ପରାକୁ ଯିବ କେତେ ଇତିହାସ ଅଛି ମୁଁ ସବୁ ମୋ ମା ପାଖରୁ ଜାଣିଛି ଏ ବଂଶର ଦୁର୍ବଳତା ନାହିଁ ମୁଁ ସବଳ ତୁମେ ଦୁର୍ବଳ ଭଗବାନ ହୁଅ ଯିଏ ହୁଅ ତୁମେ ମାଗ ମୁଁ ଦେବି ଠାକୁର ଚିନ୍ତା କଲେ କହିଲେ ଆରେ ବେଲାଳ କଣ ମାଗିବି ତତେ ପବିତ୍ର କୁରୁକ୍ଷେତ୍ର ତୁ କଣ ମୋ ମନସ୍କାମନା ପୂରଣ କରିପାରିବୁ ବାପା କହିଲେ ପୂରଣ କରିବି ନା ଦେବି ନା କହିଲା ଦବୁ କହିଲା ତ୍ରିବାର ସତ୍ୟ କର ଏଇଠି ଆଜ୍ଞା ଟିକେ ଭ୍ରମ ହୁଅନ୍ତୁନି ବେଲାଳ ସେନ ସତ୍ୟ କରୁଛି ଅମ୍ବୁରେ ଅମ୍ବୁ ପୁରାଇ ସେ ଦେଲା ଅମ୍ବୁ ବଇଲେ ଶଙ୍ଖ 5 ଦିନରେ ଶଙ୍ଖ ବଢେଇ ଦେଲେ ଅମ୍ବୁ ଅର୍ଥ ଜଳ ପୂର୍ଣ୍ଣ ଜଳ ଶଙ୍ଖରେ ଟେକି ଦିଏ ସତ୍ୟ କର ଧର୍ମ କ୍ଷେତ୍ରରେ ବାଳକ ମୁଁ ମାଗିବି କମ୍ବୁରେ ଅମ୍ବୁ ପୁରାଇ ଦେଲା ପ୍ରଭୁ କର ଶଙ୍ଖରେ ଯେତେବେଳେ ପାଣି ପୂର୍ଣ୍ଣ କରିକି ଟେକି ଦେଲା ତ୍ରିବାର ମୁଖେ ଉଚ୍ଚାରି ଚାହିଁ ପ୍ରଭାକର ଆତଜାତ ଚନ୍ଦ୍ର ସୂର୍ଯ୍ୟଙ୍କୁ ସାକ୍ଷୀ ରଖି ବେଲାସନ ପ୍ରତିଜ୍ଞା କଲା ସତ୍ୟ କଲା ମୁଁ କ୍ଷତ୍ରିୟ ଦେଲି ଯାହା ମାଗିବ ଦର ଚିତୁ ଦୂର କଲା ମୁଁ ଭୟ ରଖୁନି ଦାତା ହେଇକି ଭୟ ରଖିକି ଦାନ କରିବାଟା ଭୁଲ ସବୁ ଜାତିଙ୍କର ଅଛି ଏ ଦୁର୍ବଳତା କ୍ଷତ୍ରିୟ ପାଖରେ ନାହିଁ ଏଇଠି ଆଜ୍ଞା ନିୟତି କହୁଛି ଆରେ ବାଳକ କାହା ପାଖରେ ଶପଥ କରୁଛୁ ଏ ବାପା ଦର ଚିତୁ ଦୂର କରିଦେଲା ଭୟକୁ ଦୂରେଇ ଦେଇ ବେଲାଳ ଯେତେବେଳେ ଅପେକ୍ଷା କରିଛି ଠାକୁର କଣ ମାଗିବ ମାଗ ନିୟତି କହୁଛି ଆରେ ବାଳକ ଏ ବିଷ୍ଣୁ ମାୟାକୁ ବେଲାଳ ବୁଝି ଭୟ ତୁଟେଇ ଦେଇକି ଅପେକ୍ଷା କଲା କେଶବ ମାଗ ମୁଁ ଶଙ୍ଖରେ ପାଣି ଟେକି ଦେଇଛି ତ୍ରିବାର ସତ୍ୟ କରିଛି ଯାହା ମାଗିବି ଦେବି ନିୟତି କହୁଛି ଆରେ ବେଲାଳ ତୁ ବିଷ୍ଣୁ ମାୟାକୁ ବୁଝି ପାରିଲୁନି ତ ମା ଯାହା କହିଥିଲା ଠିକ ପୁଅ ଧର୍ମ କ୍ଷେତ୍ରକୁ ଯାଉଛୁ ମାୟାଧର ମାୟାରେ ପଡ଼ିବୁ ତାହେଲେ ବର୍ତ୍ତମାନ ସେ ମାୟାଧର ପଡ଼ିକିନା ପଡ଼ିବନି କହିଲା ଏବେ କଣ ମାଗୁଛୁ ମାଗ ତୋ ଶିର କମଳ କାଟି କରବୁ ଯଶରହୁ ମହି ବାବୁ ତେଣୁ ଆଉ ଡେରି କର ନା ଯଦି 3 ଥର ସତ୍ୟ କରିଛୁ 3 ଥର ମା କହୁଛୁ ଦେବୁ ବୋଲି ତୋ ମୁଣ୍ଡଟା କାଟିକି ମତେ ଦେ ଚମକି ପଡ଼ିଲା ବେଲାଳ ସେନ କହିଲା ପ୍ରଭୁ ତୁମେ ଏତେ ଭୀରୁ ମୁଁ ବିଶ୍ୱାସ କରିନଥିଲି ମୋ ମୁଣ୍ଡଟାକୁ ମାଗିବ ବୋଲି କଣ କଲ ତୁମେ ମୁଁ ତାକୁ ଗୋଟେ ରଣରଙ୍କା ଥିଲି ମାକୁ କଥା ଦେଇଥିଲି 18 ଦିନ ସଂଗ୍ରାମ କରିବି ଛୁଆ ତା କବାଟ କୋଣରେ ପକେଇ ମାରିଦେଲୁ କେଶ
କ୍ଷତ୍ରିୟ ଛୁଆ ହାରିବା ଜିତିବା ତାକୁ ସ୍ୱର୍ଗ ମୁକ୍ତିର ବାଟ ମିଳେ। ହାରିଗଲେ ବି ସ୍ୱର୍ଗ ଦ୍ୱାର ଖୋଲା, ଜିତିଲେ ବି ସ୍ୱର୍ଗ ଦ୍ୱାର ଖୋଲା। ଆଉ ଯଦି କବାଟ କୋଣରେ କ୍ଷତ୍ରିୟ ମରି ନର୍କରେ ପଡ଼ିବନି? ମତେ କବାଟ କୋଣରେ ପକେଇ ମାରିଦେଲୁ, ଅସ୍ତ୍ର ଧରେଇ ଦେଲୁନି। ଆଉ ଶପଥ କରିଛି ଦେବି, ଆଉ ଡେରି କରନା, ମୋର ସମୟ ହେଇଗଲା। ଆଉ ମତେ ମୁଁ ବି ଦୁର୍ବଳ ହେଇଯାଉଛି, ତା କଳ୍ପନାକୁ ପୂରଣ କର। କହିଲେ କ'ଣ କହୁଛୁ? ଭାବିଥିଲି 18 ଦିନ ସଂଗ୍ରାମ କରିବି, କ୍ଷତ୍ରିୟର ମର୍ଯ୍ୟାଦା ରଖିବି, ମତେ ପଙ୍ଗୁ କରିଦେଲୁ। ଏତିକି ଦୟା କର କେଶବ, ମତେ ଟିକେ ଦିବ୍ୟ ଚକ୍ଷୁ ଦେବୁ କି? ଏ କ୍ଷତ୍ରିୟ ମାନଙ୍କର ଟିକିନିକି ଧର୍ମର କୌଶଳ ଟିକେ ଆଖି ଦେଖିବ। କର୍ମ ତ ପାରିବିନି, ଟିକେ ଆଖିରେ ଦେଖିବି। ଏ 18 ଦିନ କି କୌଶଳରେ କ୍ଷତ୍ରିୟ ଧର୍ମ ଯୁଦ୍ଧ କରୁଛନ୍ତି, ଏଇ ଆଖିଟା ମତେ ଥାଉ। କହିଲା ଆରେ ମୁଣ୍ଡ କାଟିଦେଲେ ଆଖି କେମିତି ଦେଖିବୁ? କହିଲା ଏଇଠି ତ ମତେ ବା ଶିବ ଗୁରୁ କରିଛି ମୁଁ, ତେଣୁ ଆଜ୍ଞା ଏ ଜୀବକୁ ଓଲଟେଇକି ଛୋଟ ଜୀବ ପାଖରେ ରଖିଲା। ବ୍ୟାନ ଉଦାନ ପ୍ରାଣ ପ୍ୟାନ ସମାନ ସବୁ ପଞ୍ଚ ପବନକୁ ସହସ୍ରାକୁ ଟିକି ଦେଲା ମୁଣ୍ଡ ଉପରକୁ, ସହସ୍ରାକୁ ଫଟକ ପକେଇଦେଲା। କହିଲା ଆଉ ପବନ ପଡ଼ିବନି, ଖସିବ କି? ଏଟା ମୁଦ୍ରା ଯୋଗକୁ ଗଲେ ଆନା ହଉଛି ଖେଚରୀ ମୁଦ୍ରା। ଖେଚରୀ ମୁଦ୍ରାରେ ବେଳାଳ ସେନ ରହିଲା। କହିଲେ ଏବେ କାଟ, ଆଉ ସମୟ ନାହିଁ। ଡାକ୍ତର ସୁଦର୍ଶନ ହଠାତ୍ ଆଜ୍ଞା ସ୍ମରଣ କରନ୍ତେ ସୁଦର୍ଶନ ବେଳାଳ ମୁଣ୍ଡ କାଟିଲା। ଆଜ୍ଞା ପଲକ ପଡୁନି, ତେଣୁ ବେଳାଳ ସେନ ମୁଣ୍ଡ କାଟିଦେଲେ ସତ। ଏଇଠି ଠାକୁର ଆଶୀର୍ବାଦ କଲେ, ଦିବ୍ୟ ଚକ୍ଷୁ ଦେଲେ, ଖେଚରୀ ମୁଦ୍ରାରେ ରଖିଲେ। 18 ଦିନ ସଂଗ୍ରାମ ଦେଖିବ, ଆଉ ପାରିବିନି। ଏତିକି କହି ଠାକୁର କହିଲେ ଆଉ ତତେ ମୁଁ ଭଲ ସ୍ଥାନରେ ରଖିବି। ତୋ କକା ଅର୍ଜୁନ ଗୋଟା ସ୍ତମ୍ଭ ମାନେ ବୃକ୍ଷ ଛେଦନ କରିଛି, ତା ନାଁ ହଉଛି ଦ୍ରୋଣ ବୃକ୍ଷ। ସେ 120 ହାତ ସେ ଗଣ୍ଡିଟା, ତଳକୁ ରଖିଲି 60, ଊର୍ଦ୍ଧ୍ୱକୁ ରହିଲା 60। ତେଣୁ ଆପଣ ସେଇ ଊର୍ଦ୍ଧ୍ୱକୁ ଦୃଷ୍ଟି ଦିଅନ୍ତୁ। ତେଣୁ ଶୁଭ ସ୍ତମ୍ଭ ପୋତି ନିଜେ ଜଗନ୍ନାଥ ସେ ମୁଣ୍ଡ ଟାଙ୍ଗି ଦେଲେ। ଏଇଠାରୁ ଅପେକ୍ଷା କରନ୍ତୁ, 18 ଦିନ ଯୁଦ୍ଧ ଆରମ୍ଭ ହବ। ବେଳାଳ ସେନ ପବିତ୍ର ଦିବ୍ୟ ଚକ୍ଷୁ ପାଇକି ଶୁଭ ସ୍ତମ୍ଭରେ ଟଙ୍ଗା ହେଇଛି। ଏ ହେଲା ଆପଣଙ୍କର ଆ ଦ୍ୱିତୀୟ ରାତ୍ରିର ଦରବାର। କହିଲେ ଠାକୁର ଆଉ ବେଶୀ ନାହିଁ, ତୁ ଗୋଟେ କଥା କର। ଆଉ ହେ କୃଷ୍ଣ କରୁଣା ସିନ୍ଧୁ ଦୀନ ବନ୍ଧୁ ହେ କୃଷ୍ଣ କରୁଣା ସିନ୍ଧୁ
ସଂରକ୍ଷଣ ମହା ଗଲା ବେଳେ ଗୋଟିଏ ଆନନ୍ଦ ସାଗରେ ହରି ବୋଲ ହୁଳହୁଳି କରତାଳି ଦିଅନ୍ତୁ ଏ ଦେଶର ଦୁଃଖ। अधिकरू अधिक पाला देखिबा पई आमो चैनल सब्सक्राइब करंतु।